ଓଡ଼ିଶା ହେବ ମାଲାମାଲ। ଓଡ଼ିଶାରେ ମିଳିଲା ସୁନା ଖଣି। ସୂଚନା ଦେଲେ ଖଣି ମନ୍ତ୍ରୀ। ଆମେରିକା ଚୀନ ପରି ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି। ଗୁଡ୍ ମର୍ଣ୍ଣିଂ, ନମସ୍କାର ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜିର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ସବୁ ଶିକ୍ଷା ଅନୁଷ୍ଠାନକୁ ମିଳିବ ପଟ୍ଟା। ସେପଟେ ଡିସେମ୍ବର ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନ, ସ୍କୁଲ, କଲେଜ ସମସ୍ତଙ୍କୁ ସରକାରୀ ପଟ୍ଟା ଯୋଗାଇ ଦିଆଯିବ। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିବାର ଖବର ମିଳିଛି। ପରବର୍ତ୍ତୀ ଖବର, ସୁପ୍ରିମକୋର୍ଟଙ୍କ ଅନୁରୋଧ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଡାକ୍ତର। କୋଲକାତା ମେଡିକାଲ କଲେଜରେ ମହିଳା ଟ୍ରେନି ହତ୍ୟା ମାମଲାକୁ ନେଇ ଧର୍ମଘଟ କରୁଥିବା ଡାକ୍ତରମାନେ ଧର୍ମଘଟକୁ ପ୍ରତ୍ୟାହାର କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶା ହେବ ମାଲାମାଲ। ଓଡ଼ିଶାରେ ମିଳିଲା ସୁନା ଖଣି। ସୂଚନା ଦେଲେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସେ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାର ଗଙ୍ଗୁର ଓ ଗାଜିପୁର ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି। ପରବର୍ତ୍ତୀ ଖବର, ପୋଲାଣ୍ଡରେ ଭାରତୀୟମାନଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ଦେଶ ହେବ ଭାରତ, ଅର୍ଥାତ୍ ଆମେରିକା ଚୀନ ପରି ଭାରତ ହେବ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଦେଶ ବୋଲି ଖବର ମିଳିଛି। ପରବର୍ତ୍ତୀ ଖବର, ଲକ୍ଷ୍ମୀ ବସ୍ ପାଇଁ ଓଡ଼ିଶା ସରକାରଙ୍କ 374 କୋଟି 8 ଲକ୍ଷ 98 ଟଙ୍କା କ୍ଷତି ହୋଇଛି। ସେପଟେ ଲକ୍ଷ୍ମୀ ବସ୍ ଯୋଜନାରେ ରାଜ୍ୟରେ ମୋଟ ଏବେ 1340 ବସ୍ ଚାଲିଛି। ଏ ବାବଦରେ ସରକାର 399 କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଆୟ ହୋଇଛି ମାତ୍ର 10 ମାସରେ 25 କୋଟି 3 ଲକ୍ଷ ଟଙ୍କା। ଅର୍ଥାତ୍ ଲକ୍ଷ୍ମୀ ବସ୍ ପାଇଁ ଓଡ଼ିଶା ସରକାରଙ୍କ 334 କୋଟି ଟଙ୍କା କ୍ଷତି ହୋଇଥିବାର ଖବର ମିଳିଛି। ପରବର୍ତ୍ତୀ ଖବର, 1 କୋଟି ସରକାରୀ କର୍ମଚାରୀ ଓ ପେନ୍ସନଭୋଗୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିବେ। କେନ୍ଦ୍ର ସରକାର ଖୁବ୍ ଶୀଘ୍ର ମହଙ୍ଗା ଭତ୍ତା ଡିଏଫ୍ ବୃଦ୍ଧି କରିବେ। 3% ମହଙ୍ଗା ଭତ୍ତା ଡିଏଫ୍ ବୃଦ୍ଧି କରିବେ କେନ୍ଦ୍ର ସରକାର ବୋଲି ଖବର ମିଳିଛି। ଧନ୍ୟବାଦ ଦର୍ଶକ ବନ୍ଧୁ।